ହ୍ୟାଲୋ ସାର୍ ଶୁଣି ପାରୁଛନ୍ତି? ହଁ କିଏ କହୁଛନ୍ତି କି? ସାର୍ ନମସ୍କାର। ନମସ୍କାର। ସାର୍ ମୁଁ ବିଜେଡି କାର୍ଯ୍ୟାଳୟ ଭୁବନେଶ୍ୱରରୁ କହୁଛି ଆପଣ କଣ ବସ୍ତା ନିର୍ବାଚନ ମଣ୍ଡଳୀରୁ କହୁଛନ୍ତି କି? ଆଜ୍ଞା। ଆଜ୍ଞା ସାର୍ ଆପଣଙ୍କ ବୟସ କେତେ ହବ? ମୋର 23। ଆଜ୍ଞା ସାର୍ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଓଡିଶାର ଯୁବକ ମାନଙ୍କ ପାଇଁ ଅନେକ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇ ସାରିଛି। ଯେପରିକି ସ୍ଵୟଂ ନୂଆ ୟୁବ ଓଡିଶା ନବୀନ ଓଡିଶା ଚିଫ୍ ମିନିଷ୍ଟର ଏମ୍ପ୍ଲୟମେଣ୍ଟ ଜେନେରେସନ ସ୍କିମ୍ ଆଉ ଗୋଟେ ସ୍ୱର୍ଣ୍ଣ ଯୋଜନା ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ବନାନ୍ତି ତେବେ ଏହି କଲ୍ୟାଣକାରୀ ଯୋଜନା ଗୁଡିକ ବନ୍ଦ ହୋଇଯାଇପାରେ ସେଥିପାଇଁ ଆପଣଙ୍କ ସମର୍ଥନ ଦେଇ ସୁଭାଷ ବାବୁଙ୍କୁ ବିଜୟୀ କରନ୍ତୁ ଏବଂ ତାଙ୍କୁ ବସ୍ତା ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟକ କରନ୍ତୁ। ବସ୍ତା ଏବଂ ବାଲିଆପାଳ ବ୍ଲକରୁ ସୁଭାସିନୀ ଅପାଙ୍କୁ ସମର୍ଥନ କରିବା ପାଇଁ ଚାହିଁବେ କି ସାର୍? ଆମେ ତ ପ୍ରଥମରୁ ସେଇ ଆମେ ମାନେ ଶଙ୍ଖରେ ହିଁ ତ ଭୋଟ ଦେଇକି ଆସିଛୁ। ଆଉ ପ୍ରଥମରୁ ଆପଣ 2019ରେ ଭୋଟ ଦେଇଥିଲେ? ହଁ। ଆମର ପ୍ରାୟତଃ ଘରେ 5ଟା ଭୋଟ 5 ଜଣ ଆମେ ସମସ୍ତେ ଦଉଛୁ କିନ୍ତୁ ଆମର କିଛି ଯୋଜନା ଫୋଜନାରେ କିଛି ମିଳୁନାହିଁ। ସବୁ ଲାଗୁ ସିନା ହଉଛି କିନ୍ତୁ କିଛି ହିଁ ମିଳୁନାହିଁ ଆମକୁ। ଆଚ୍ଛା ଆଚ୍ଛା। ଆମେ କିନ୍ତୁ ସବୁଦିନ ଏଇ ବିଜେଡିରେ ହିଁ ଭୋଟ ଦଉଛୁ। ଆଚ୍ଛା। ଆଉ ଆମର କିନ୍ତୁ କାଳିଆ ଯୋଜନା ଆମର 2000 ଟଙ୍କିଆ ଗୋଟେ ମିଳେ ସେ ସବୁ କିଛି ନାହିଁ। ବର୍ଜ ଭାଙ୍ଗି ଏଇଥିରେ ସମସ୍ତେ ପାଇଲେ ଆମର ବି ନାହିଁ ମାନେ କହିବା ପାଇଁ ଗଲେ ପ୍ରାୟତଃ କିଛି ଆମକୁ ଦଉନାହାନ୍ତି ଖାଲି ସିନା ସବୁ ଯୋଜନା ହଉଛି କିନ୍ତୁ ଆମକୁ ଆଜ୍ଞା କିଛି ସାର୍ ଆପଣଙ୍କ ସମସ୍ୟା ପାଇଁ ଆମେ ଦୁଃଖିତ ଆମେ ଆପଣଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରୁଛୁ। ବର୍ତ୍ତମାନ ଯେହେତୁ ନିର୍ବାଚନ ନିୟମ ଲାଗୁ ହେଇସାରିଛି ତେଣୁ ନିର୍ବାଚନ ପରେ ଏହାର ସମାଧାନ କରାଯିବ। ସେମିତି ତ ସବୁଥର କହୁଛନ୍ତି ଆଉ ଇଲେକ୍ସନ ସରିଲେ ନିର୍ବାଚନ ସରିଲେ ଧନ୍ୟବାଦ ସାର୍ ଆପଣ ବହୁମୂଲ୍ୟ ସମୟ ଦେଇ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର।